କରଞ୍ଜିଆ ଦେଓ ପ୍ରକଳ୍ପ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ, 2 ଫାଟକରୁ ଛଡ଼ାଯାଇଛି ପାଣି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ହାତୀବାଡ଼ିଠାରେ ଥିବା ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ତେବେ ସୂଚନା ମୁତାବକ ବର୍ଷା ଯୋଗୁଁ ବନ୍ୟା ପାଣି ପଶି ଜଳଭଣ୍ଡାର ଜଳସ୍ତର ସର୍ବୋଚ୍ଚ 411 ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଏହାର ନିଷ୍କାସନ ଜରୁରୀ ଥିବା ଜଣାପଡ଼ିଛି। ତେବେ ଆଜି ନଦୀବନ୍ଧ ମୁଖ୍ୟ ଯନ୍ତ୍ରୀ ଶ୍ରୀଯୁକ୍ତ ଅଜୟ କୁମାର ସେଠୀ, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ନାରାୟଣ ଦାସ, କେନାଲ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ବେହେରା ପ୍ରମୁଖ ପ୍ରତ୍ୟକ୍ଷ ଉପସ୍ଥିତ ରହି ପ୍ରଥମ କରି ଉକ୍ତ ବନ୍ୟା ଜଳକୁ 2ଟି ନିଷ୍କାସନ ଫାଟକରୁ 30 ସେମି ଖୋଲାଯାଇ ନଦୀ ମଧ୍ୟକୁ ଛଡ଼ାଯାଇଛି। ତେବେ ଜଳଭଣ୍ଡାରର ଏକ ସୁରକ୍ଷିତ ସ୍ତର ପର୍ଯ୍ୟନ୍ତ ଏହି ପାଣି ଛଡ଼ାଯିବ ଏବଂ କୃଷି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହୁଏ ଏହା ଲକ୍ଷ୍ୟ କରାଯାଇଛି ଏବଂ ନଦୀରେ ଜଳସ୍ତର ବୃଦ୍ଧି ପାଇବା ନେଇ ପୂର୍ବରୁ ବିଭାଗ ପକ୍ଷରୁ ଡାକବାଜି ଦ୍ୱାରା ଜନସାଧାରଣଙ୍କୁ ସୁରକ୍ଷିତ ରହିବା ନିମନ୍ତେ ଅବଗତ କରାଯାଇଥିବା ପ୍ରକଳ୍ପ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଜଳ ନିଷ୍କାସନ କାର୍ଯ୍ୟକୁ ସୁରକ୍ଷିତ କରାଯାଇଥିବା ଏବଂ ଯାନ୍ତ୍ରିକ ନିୟନ୍ତ୍ରଣ କକ୍ଷରେ ରହି ସମସ୍ତ ତଥ୍ୟକୁ ଲକ୍ଷ୍ୟ ରଖିବା ସହ ସିସିଟିଭି କ୍ୟାମେରା ଓ ଉପଗ୍ରହ କ୍ୟାମେରା ମାଧ୍ୟମରେ ସମସ୍ତ ନିରୀକ୍ଷଣ କରାଯାଇଥିବାର ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଦିନେଶ କୁମାରଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି। फास्ट फ्लड वाटर जैव इरिगेशन प्रोजेक्ट आज आम छाड़ा जाऊँ से आम 24 घंटा पूर्व माइक अनाउंस कर समय अनुसार आज दिन 12:30 आम 60 किलोमीटर डिस्चार्ज कर 2टा गेट थ्रू आम कर जी इनफ्लो आसू अकॉर्डिंगली आम मेंटेन कर रिजर्वर लेवल जमीक आमर चाषी मान रिक्वायरमेंट पानी आम से सब प्रोवाइड कर यहाँ हूँ बेसिक एम। थैंक यू।